ସକାଳୁଆ ସ୍କୁଲ। ଖରାଦିନ ଆସିଲେ ଛୋଟବେଳ କଥା ବହୁତ ମନେ ପଡ଼େ। ଖରାଦିନେ ସକାଳୁଆ ସ୍କୁଲ ହେଲେ ଆମେ ସବୁ ସାଙ୍ଗମାନେ ଭାରି ଖୁସି। ଆମ ସାଙ୍ଗ ମିଲି ଆଗରୁ କହି ରଖିଥାଏ ଯେ ସକାଳୁଆ ସ୍କୁଲ ହେଲେ ତୁମେ ସବୁ ଆମ ଘରକୁ ଆସିବ, ଆମେ ମିଶିକି ଖେଳିବା। ଆମେ ବି ତାଙ୍କ ଘରେ ଖେଳିବାକୁ ଭାରି ଖୁସି, କାହିଁକି ନା ଆମମାନଙ୍କ ଘରେ ସେମିତି ଖେଳନା ନଥିଲା ଯାହା ମିଲି ପାଖରେ ଥିଲା। ମଉସା ମାନେ ମିଲି ବାପା ଜଣେ ଚାଇଲ୍ଡ ସ୍ପେଶାଲିଷ୍ଟ। ମଉସା ପ୍ରାୟବେଳେ ଫରେନ୍ ଯେତେବେଳେ ଯାଉଥିଲେ, ମଉସା ସବୁ ଭଲ ଭଲ ଖେଳନା ଆଣୁଥିଲେ ମିଲି ପାଇଁ। ଆଉ ସକାଳୁଆ ସ୍କୁଲ ହେଲା ମାତ୍ରେ ମିଲି ଆସିକି କହିବ ଯିବା ନା? ଆମେ ସବୁ କହିବୁ ହଁ ଆମେ ଯିବୁ। ଆମେ ମାନେ ମୁଁ, ଲକି, ସିନୁ, ରିଙ୍କି, ପାୟଲ, ଜୟଶ୍ରୀ ଆମେ ସବୁ ମିଲି ସହିତ ଯାଉଥିଲୁ ତାଙ୍କ ଘରକୁ। ଆଉ ସେଠି ତାର ଏକଦମ କ୍ୟୁଟ୍ କ୍ୟୁଟ୍ ଛୋଟ ଛୋଟ ଏବେ ବି ମନେ ଅଛି ସେ ଖେଳନା ଗୁଡ଼ିକ ଏବେ ବି ଆଖି ଆଗକୁ ଆସୁଛି। ଛୋଟ ଫ୍ରିଜ୍, ଆଲମିରା, ବେଡ୍, ସୋଫା, ତା ସହିତ ଛୋଟ ଛୋଟ ମାନେ ପରିବା, କଟା ପରିବା ବି ଥିଲା, ଗୋଟା ପରିବା ବି ଥିଲା ହେଲା। ଆଉ ଝିଅମାନଙ୍କର ସେତେବେଳେ ଖେଳ କ'ଣ, କଣ୍ଢେଇ ଖେଳ, ଏଇ ରୋଷେଇ କରିବା ଖେଳ। ଆଉ ସେଇ ସବୁ ଖେଳ ସବୁ ଥିଲା, ସେ ଖେଳନା ସବୁ ଆମେ ମନ ଭରିକି ମାନେ ଘଣ୍ଟେ 2 ଘଣ୍ଟା ଖେଳୁଥିଲୁ। ତାରି ଭିତରେ ମାଉସୀ ଆମକୁ ଆଣିକି ସ୍ନାକ୍ସ ଖାଇବାକୁ ଦେଉଥିଲେ। ଆଉ ମିଲି ଘରେ ଗୋଟେ ବଢ଼ିଆ ପିଜୁଳି ଗଛଟେ ଥିଲା। ମିଲି ଘର ସେ ପିଜୁଳି ଗଛଟା ପୁରା ପିଙ୍କ କଲର୍ର, ଭିତରଟା ପିଙ୍କ କଲର୍ର ଆଉ ଭାରି ମିଠା। ମାଉସୀ ତାକୁ ଆଣିକି କାଟିକି ଖାଇବାକୁ ଦିଅନ୍ତି, ତାକୁ ଖାଉ। ଏବେ ବି ମାନେ ଖରାଦିନ ଆସିଲେ ମୋର ବହୁତ ମନେ ପଡ଼େ ଯେ ଆମେ କେତେ ସେତେବେଳେ କିଛି ନା ଚିନ୍ତା ଥିଲା ନା କ'ଣ ଥିଲା। ବାସ୍ ଛୋଟବେଳେ ଯେତିକି ଏନ୍ଜୟ କରୁଛୁ ଲାଇଫକୁ ଏବେ ଚାହିଁଲେ ବି କରିପାରୁନୁ। କେତେ ଶୀଘ୍ର ସେ ଦିନ ପଳେଇଗଲା। ଏବେ ବି ସେ ଛୋଟବେଳ କଥା ମନେ ପଡ଼ିଲେ ମୁହଁରେ ଗୋଟେ ବଡ଼ ହସଟେ ପଳେଇ ଆସେ। ଆଉ ମାନେ ମୋର କେବଳ ନୁହେଁ, ମୁଁ ଜାଣିଛି ମୋ ସାଙ୍ଗମାନଙ୍କ ସମସ୍ତଙ୍କ ମୁହଁରେ ଆସୁଥିବ ଏମିତି ବଡ଼ ସ୍ମାଇଲ୍ଟେ।